ଜାନୁଆରୀ 26ରେ ଘଟିଛି ବହୁତ ବଡ଼ ଅଘଟଣ। କେଡ଼େ ଖୁସିରେ ପିଲାଟିଏ ସ୍କୁଲକୁ ଯାଇଥିଲା ଗଣତନ୍ତ୍ର ଦିବସ ପାଳନ କରିବାକୁ। ହେଲେ ତାର ଖୁସି ଦୁଃଖରେ ପରିଣତ ହୋଇଗଲା। ଏପରି ଖବର ଶୁଣି ବାପା ମାଙ୍କ ଆଖିରୁ ଲୁହ ଝରୁନି ତ ଲହୁ ଝରୁଛି। ମାଟିଏ ମୁଣ୍ଡ ବାଡ଼ାଇ ତା ପିଲାର ଫେରିବା ବାଟକୁ ଅନେଇ ବସିଛି। ହେଲେ ସତରେ କ'ଣ ତା ପିଲାଟି ତା କୋଳକୁ ଫେରିପାରିବ? ହଁ ବନ୍ଧୁମାନେ, ସବୁ ସେଇ କାଳିଆ ହାତରେ। ଲୋମ ମୂଳରେ ଟିକିଏ ଜୀବନ ଥିଲେ ବି ସେ ମହାପ୍ରଭୁ ତାଙ୍କ ଭକ୍ତକୁ ସୁସ୍ଥ କରିପାରନ୍ତି। ସତରେ ବନ୍ଧୁମାନେ, ଆପଣ ଯଦି ମହାପ୍ରଭୁଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ଦେବତା ବୋଲି ମାନନ୍ତି, ତେବେ ତାଙ୍କ ମୁହଁକୁ ଚାହିଁ ଦୟାକରି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବ୍ରହ୍ମପୁର ଅଞ୍ଚଳର ଲିଜା ମହାପାତ୍ର, ଯିଏକି ଜଣେ 10ମ ଶ୍ରେଣୀର ଛାତ୍ରୀ, ଆଉ ତାଙ୍କ ମହାପାତ୍ର ପରିବାରରେ ସେ ଗୋଟିଏ ବୋଲି ଝିଅ। ସେଥିପାଇଁ ପରିବାରର ସମସ୍ତ ଲୋକ ଲିଜାକୁ ଜୀବନଠୁ ଅଧିକ ଭଲ ପାଆନ୍ତି। ଲିଜା ପାଠରେ ଶାଠରେ ସବୁଥିରେ ଆଗୁଆ। ସେଥିପାଇଁ ସେ ଗତ ବର୍ଷ ଗଣତନ୍ତ୍ର ଦିବସରେ ଗୋଟିଏ ଅଭିନୟ ଓ ନାଚ କମ୍ପିଟିସନରେ ଭାଗ ନେଇଥିଲା। ହେଲେ ନାଚ ଗୀତ କଥା ଶୁଣି ଲିଜାର ମା ବହୁତ ରାଗିଗଲେ। ଆଉ ଲିଜାକୁ ଗାଳି କରି କହିବାକୁ ଲାଗିଲେ, ତୁ ଖେଳରେ ଭାଗ ନେଇପାରିବୁ ନାହିଁ, କାରଣ ତୋର ଛୋଟବେଳୁ ଶ୍ୱାସ ରୋଗ ଅଛି। ସେଥିପାଇଁ ତୋତେ ଡକ୍ଟର ବାରମ୍ବାର ମନା କରିଛି। ହେଲେ ଲିଜା ମାର କଥାକୁ ଏ କାନରେ ପୂରେଇ ସେ କାନରେ ବାହାର କରିଦେଲା। ଛୋଟବେଳୁ ଅଲି ଅଳିରେ ବଢ଼ି ଆସିଥିବାରୁ ସେ ଟିକିଏ ଏକଜିତିଆ ହୋଇଯାଇଛି। କିନ୍ତୁ ସେପାଟେ ମାର ବେଦନାକୁ କିଏ ବା ବୁଝୁଛି? ଲିଜା କଥା କାଟି ଖେଳରେ ଯୋଗ ଦେବାକୁ ନିଷ୍ପତ୍ତି ନେବା ପରେ ମାଟି ଆଶା ଶୂନ୍ୟ ହୋଇ ମହାପ୍ରଭୁ ଜଗନ୍ନାଥଙ୍କୁ କହିବାକୁ ଲାଗିଲା, ହେ ମହାପ୍ରଭୁ, ଝିଅଟି ମୋର ଭାରି ଦୁଷ୍ଟ। ସେ ମୋ କଥା ନ ମାନି ଖେଳରେ ଭାଗ ନେଇଛି। ହେଲେ ତୁମେ ତ ଜାଣିଛ ପ୍ରଭୁ, ତା ଜୀବନ ପ୍ରତି ବିପଦ ଅଛି। ହେ ଠାକୁରେ, ତା ଉପରେ ଟିକିଏ ନଜର ରଖିଥିବ ପ୍ରଭୁ। ତାକୁ ଘଣ୍ଟ ଘୋଡ଼ାଇ ରଖିଥିବ ମହାପ୍ରଭୁ, ଘଣ୍ଟ ଘୋଡ଼ାଇ ସବୁବେଳେ ରଖିଥିବ। ଏପାଟେ ମା ତା ଝିଅର ମଙ୍ଗଳ କାମନା କରୁଛି, ସେପାଟେ ଝିଅଟି ଜାନୁଆରୀ 26 ପାଇଁ ପ୍ରସ୍ତୁତ ହେଉଛି। ଏମିତି ରାତି ପାହି ସକାଳ ହେଲା। ଆଉ ସେ ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ଏକ ସ୍କୁଟି ମାଧ୍ୟମରେ ସ୍କୁଲରେ ପହଞ୍ଚିଲା। ତାପରେ ସବୁ ପିଲାମାନେ ଓ ଶିକ୍ଷକମାନେ ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କଲେ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସରିବା ପରେ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଗଲା। ଆଉ ଯେଉଁମାନେ ଖେଳରେ ଭାଗ ନେଇଥିଲେ ସେମାନେ ଖେଳିବା ପାଇଁ ପ୍ରସ୍ତୁତ ହୋଇ ଖେଳରେ ଅଂଶଗ୍ରହଣ କଲେ। ପ୍ରଥମ ଖେଳଟି ନାଚ କମ୍ପିଟିସନ୍ ଥିଲା। ଆଉ ସେଥିରେ ଭାଗ ନେଇଥିଲା ସେ ଅଲିଅଳି ଲିଜା। ହେଲେ କିଏ ଜାଣିଥିଲା ଏଇ ହସ ଖୁସି ଖେଳ ଭିତରେ ଲିଜା ସହ ଘଟିଯିବ ବହୁତ ବଡ଼ ଅଘଟଣ ବୋଲି। ଯେତେବେଳେ ଲିଜା ଡ୍ୟାନ୍ସ କରୁଥାଏ, ହଠାତ୍ ତା ମୁଣ୍ଡଟି ବୁଲେଇ ଦେଲା। ଆଉ ତାକୁ ଚାରିଦିଗ ଅନ୍ଧାର ଦେଖାଗଲା। ଏମିତି କେହି କିଛି କହିବା ଆଗରୁ ସେ ହଠାତ୍ ତଳେ ପଡ଼ି ଅଚେତ ହୋଇଗଲା, ଯାହାକୁ ଦେଖି ସମସ୍ତ ଶିକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ତୁରନ୍ତ ତାକୁ ସ୍ଥାନୀୟ ହସ୍ପିଟାଲକୁ ଏକ କାର ମାଧ୍ୟମରେ ନିଆଗଲା। ହେଲେ ସେଠାରେ ଡାକ୍ତର ଦେଖି କହିବାକୁ ଲାଗିଲେ, ରୋଗୀର ଅବସ୍ଥା ବହୁତ ଗୁରୁତର।
ତାକୁ ଯେତେ ଶୀଘ୍ର ସମ୍ଭବ ଭୁବନେଶ୍ୱର ନେଇଯାଅ। ସେଉଠୁ ଶିକ୍ଷକମାନେ ଆଉ ବିଳମ୍ବ ନ କରି ସେଇ କାର୍ ମାଧ୍ୟମରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନେଇଗଲେ। ଆଉ ସେଠାରେ ମଧ୍ୟ ଡାକ୍ତର କହିବାକୁ ଲାଗିଲେ, ରୋଗୀର ଦେହ ବହୁତ ଖରାପ, ତାକୁ ତୁରନ୍ତ ଅପରେସନ କରି 10ରୁ 15 ଦିନ ଆଇସିୟୁରେ ରଖିବାକୁ ପଡ଼ିବ। ଡାକ୍ତର ବାବୁଙ୍କ ଠାରୁ ଏକଥା ଶୁଣି ଶିକ୍ଷକମାନେ ତାଙ୍କ ଘରକୁ ଫୋନ କରି ତାଙ୍କ ମାଆକୁ ସବୁ କଥା ଜଣାଇଲେ। ଶିକ୍ଷକମାନଙ୍କ ଠାରୁ ବାପା ମା ଝିଅର ଖବର ଶୁଣି ନିଜ କାର୍ ମାଧ୍ୟମରେ ରାତି ରାତି ବାହାରି ପଡ଼ିଲେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ। ଆଉ ସେ ଗାଡ଼ି ଭିତରେ ବିକଳ ହୋଇ କାନ୍ଦୁଥାଏ ସେ ନିରୀହ ମା। ଖାଲି ମନେ ମନେ ଗୁଣୁଗୁଣୁ ହୋଇ ମହାପ୍ରଭୁଙ୍କୁ କହିଯାଉଥାଏ, ହେ କାଳିଆରେ, ତତେ ମୁଁ କ'ଣ କହିଥିଲି? ଆଉ ତୁ ଏସବୁ କ'ଣ କରିଦେଲୁ? କାହିଁକି ଏତେ ବଡ଼ ଦଣ୍ଡ ଦେଲ ମୋ ଝିଅକୁ? ମୋତେ ଭଲା ଜୀବନରୁ ମାରି ଦେଇଥାନ୍ତ, ହେଲେ ମୋ ଝିଅକୁ ଏତେ ବଡ଼ ବିପଦରେ ପକାଇ କାହିଁକି ହନ୍ତସନ୍ତ କରୁଛ କହିଲ? ହେ କଳା ଠାକୁର, ତୁମେ ସତରେ ଯଦି ଗମରାରେ ଥିବ, ତେବେ ମୁଁ ମେଡ଼ିକାଲରେ ପହଞ୍ଚିଲା ବେଳକୁ ମୋ ଝିଅ ଯେମିତି କଥା କହୁଥିବ, ନହେଲେ ତୁମର ଦିନକୁ ମୋର ଦିନ ହୋଇଯିବ। ଏମିତି ରାଗରେ ଅନେକ କଥା କହି ରାତି 9ଟା ବେଳକୁ ମେଡ଼ିକାଲରେ ପହଞ୍ଚିଲା ବେଳକୁ ସ୍କୁଲର ସାର୍ମାନେ ତାଙ୍କ ବାପା ମାଆଙ୍କୁ କହିବାକୁ ଲାଗିଲେ, ଆପଣ ବ୍ୟସ୍ତ ହୁଅନ୍ତୁନି, ଆପଣଙ୍କ ଝିଅ ଲିଜା ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଆଉ ତୁମକୁ ଦେଖିବ ବୋଲି ଖୋଜୁଛି। ଠିକ୍ ସେହି ସମୟରେ ଡାକ୍ତର ବାବୁ ଆସି କହିବାକୁ ଲାଗିଲେ, ଦେଖନ୍ତୁ, ଝିଅଟିର କଣ୍ଡିସନ ଏତେ ଖରାପ ଥିଲା ଯେ ତାକୁ ବଞ୍ଚେଇବା କଷ୍ଟକର ହୋଇଯାଉଥିଲା, କିନ୍ତୁ ହଠାତ୍ ଅପରେସନ ସମୟରେ କିଛି କ୍ଷଣ ପାଇଁ ଅନ୍ଧାର ହୋଇଗଲା, ଆଉ ଗୋଟିଏ ଅଲୌକିକ କିରଣ ଓଟି ଭିତରେ ଝଲସି ଉଠିଲା, ଆଉ ଏକ କ୍ଷଣିକ ଅନ୍ଧକାର ପରେ ଝିଅଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲା। ହଁ ଆଜ୍ଞା, ଆପଣଙ୍କ ଝିଅ ନୂଆ ଜୀବନ ଫେରି ପାଇଲା। ସତରେ ଏହା କେବଳ ଭଗବାନଙ୍କ ପାଇଁ ସମ୍ଭବ ହୋଇପାରିଛି। ଏହା ଶୁଣି ମାଆଟି ଆଖିରୁ 2 ଠୋପା ଲୁହ ଢାଳି ଦେଇ ହାତ ଉପରକୁ ଟେକି କହିବାକୁ ଲାଗିଲା, ସତରେ ମହାପ୍ରଭୁ, ତୁମେ ଭକତର ବିକଳ ରଡ଼ିକୁ ଜମା ସହିପାରନା। ଭକତର ଦୁଃଖ ଦେଖିଲେ ତୁମ ଆଖିରେ ବି ଲୁହ ଝରିପଡ଼େ। ସତରେ ବନ୍ଧୁମାନେ, ଏମିତିକା ଦିଅ ଆମେ ଏ ଜନ୍ମରେ ପାଇଛେ। ସେଥିପାଇଁ ଯେତେ ସମ୍ଭବ ଏ ମୋହମାୟା ବନ୍ଧନରୁ ମୁକ୍ତ ହୋଇ ତାଙ୍କ ଶରଣକୁ ଯିବାକୁ ଚେଷ୍ଟା କରନ୍ତୁ। ତାଙ୍କୁ ମନ ଭିତରୁ ଭକ୍ତି କରନ୍ତୁ। ଆଉ ଯଦି ଏହି ସତ କାହାଣୀଟି ସତରେ ଆପଣଙ୍କ ହୃଦୟକୁ ଛୁଇଁଛି, ତେବେ ସେହି ମହାପ୍ରଭୁଙ୍କ ମୁହଁକୁ ଚାହିଁ ଦୟାକରି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।